কমিটি গঠন করা যাইছে এবং ব্লক কমিটি সহপ্রভারী যেটি কুসুম কুমার জি আসিଛନ୍ତି ଆମ ଓଡ଼ିଶା ସାଉଥ୍ ସାଇଡ଼୍ର ଯାହାକି ଗଞ୍ଜାମ ଗଜପତି ସେ ସୁବିଧା ହେଉଛି ଆମ୍ବାନୀ ଆଦାନୀଙ୍କ ପାଇଁ କାହିଁକିନା ଯେଉଁ କୋରାପୁଟ ଜିଲ୍ଲାରେ ଯେଉଁ ରାୟଗଡ଼ା ଆଣ୍ଡିବାଡ଼ କୋରାପୁଟ ଜିଲ୍ଲାରେ ଯେଉଁ ଖଣି ଅଛି ସେଟା ଲୁଟି ନେବା ପାଇଁ ତାଙ୍କମାନେ ପୋର୍ଟକୁ ଯେଉଁଟା ଗୋପାଳପୁର ପୋର୍ଟକୁ ଆଦାନୀରୁ 90% ସେ ତାର ଗୋପାଳପୁର ପୋର୍ଟରେ କିଣି ସାରିଲାଣି। ସେଠି ଆମର ଜାତୀୟ ସମ୍ପତ୍ତି ମାତ୍ର 10% ସେଠି ଅଛି। ଆମର ପ୍ରଦେଶ କଂଗ୍ରେସ କମିଟି ସହପ୍ରଭାରୀ ଯାହାକି ଆମର ସାଉଥ୍ ସାଇଡ଼୍ରେ ଜିଲ୍ଲା ଯାକ ଗଞ୍ଜାମ ଗଜପତି ରାୟଗଡ଼ା ନବରଙ୍ଗପୁର କୋରାପୁଟ ଏବଂ ମାଲକାନଗିରି ଗସ୍ତ କରୁଛନ୍ତି। ଆଜି ରାୟଗଡ଼ା ଜିଲ୍ଲାରେ ତାଙ୍କର ଥିଲା ଏବଂ ସଂଗଠନ କେମିତି ଦଳର ଅଛି ତାହା ପଚାରି ବୁଝୁଥିଲେ ଏବଂ 1-to-1 ମଧ୍ୟ ଆଲୋଚନା କରୁଥିଲେ ସମସ୍ତ କର୍ମୀମାନଙ୍କ ସହିତ। ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ଅଛି ଏବଂ ମ୍ୟୁନିସିପାଲିଟି ନିର୍ବାଚନ ଅଛି ସେଥିରେ ଆମର କଂଗ୍ରେସ ଦଳ କେଉଁ ପ୍ରକାର ମଜବୁତ ହେଇକରି ସେ ସିଟ୍ ଯାକ ଜିତିବ ତାର ପ୍ରତି ଆମେ ଆଲୋଚନା କରୁଥିଲୁ। ନିଶ୍ଚିତ ଭାବରେ 30 ତାରିଖରୁ ଥିଲା ଆମର ପଦଯାତ୍ରା। ଆମର ମାନ୍ୟବର ପ୍ରଦେଶ କଂଗ୍ରେସ କମିଟି ସଭାପତି ମାଲକାନଗିରିରୁ ଆରମ୍ଭ କରିବେ ବୋଲି କହିଥିଲେ। ଯଦି ସେଠୁ ଆରମ୍ଭ ହେଲେ ଆମର ଜିଲ୍ଲା ସେ ଡେଟ୍ ଅଛି ଆପଣମାନଙ୍କୁ ନିଶ୍ଚିତ ଭାବରେ ସେ ସମୟରେ ଜଣାଇବେ। ଥ୍ୟାଙ୍କ ୟୁ।